प्रेमर दिवस कुहाଯାଉଥିବା ଭାଲେଣ୍ଟାଇନ୍ ଡେ ର ଗୋଟିଏ ଦିନ ପୂର୍ବରୁ ଘଟିଛି ଏକ ପ୍ରେମଜନିତ ଅଘଟଣ, ଯାହାକି ପ୍ରେମିକର ଧାରୁଆ ଅସ୍ତ୍ର ଆକ୍ରମଣରେ ପ୍ରେମିକା ଓ ତାଙ୍କ ବାପା ଗୁରୁତର ହୋଇଛନ୍ତି। ତେବେ ପ୍ରେମ ଏକ ପବିତ୍ର ସମ୍ପର୍କ, ହେଲେ ଏହି ପବିତ୍ର ସମ୍ପର୍କକୁ ନେଇ ବେଳେ ବେଳେ ଅଘଟଣ ଘଟୁଥିବା ଘଟଣା ସାମ୍ନାକୁ ଆସୁଛି। ସେହିପରି ଏହି ଘଟଣାଟି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡର ଓଦଳା ଥାନା ଅଞ୍ଚଳରେ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ପୁଡ଼ାଡିହା ଜାମୁଡିହା ଅଞ୍ଚଳର ନରେନ୍ଦ୍ରନାଥ ବେହେରା ଶିକ୍ଷକତା ପାଇଁ ନିଜ ପରିବାର ସହିତ ଓଦଳା NSC 11 ନମ୍ବର ୱାର୍ଡ ଜଗନ୍ନାଥୀ ଗ୍ରାମରେ ଭଡ଼ା ଘର ନେଇ ରହି ଆସୁଥିଲେ। ତେବେ ତାଙ୍କ ଝିଅ ବାରିପଦାରେ ପାଠ ପଢୁଥିବା ସମୟରେ ବାରିପଦା ତକତପୁର ଅଞ୍ଚଳର ଯୁବକ ସୌମ୍ୟ ସୁଜନ ପାଣିଙ୍କ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରେ ଉଭୟଙ୍କ ପ୍ରେମ ସମ୍ପର୍କ ଏତେ ନିବିଡ଼ ହୋଇଯାଇଥିଲା ଯେ 2 ମାସ ପୂର୍ବରୁ ପ୍ରେମିକ ଓ ପ୍ରେମିକା ଫେରାର ହୋଇଯାଇଥିଲେ, ଯାହାକୁ ନେଇ ଝିଅର ପରିବାର ଲୋକମାନେ ଓଦଳା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଉଭୟ ପ୍ରେମିକ ପ୍ରେମିକାକୁ ବାଲେଶ୍ୱରରୁ ଉଦ୍ଧାର କରିଥିଲେ। ଏହାପରେ ଥାନାରେ ଉଭୟ ପକ୍ଷରୁ ଏକ ଲିଖିତ ଚୁକ୍ତି ହୋଇ ପୁଅ ଏବଂ ଝିଅକୁ ଉଭୟ ପରିବାରକୁ ହସ୍ତାନ୍ତର କରିଥିଲା ପୁଲିସ। ତେବେ ପ୍ରେମରେ ବିଫଳ ହୋଇ ଯୁବକ ଜଣକ ନିଶାସକ୍ତ ଅବସ୍ଥାରେ ଭାଲେଣ୍ଟାଇନ୍ ଡେ ପୂର୍ବ ଦିନ ରାତିରେ ଅତର୍କିତ ଭାବେ ଯୁବତୀଙ୍କ ଘରେ ପହଞ୍ଚିଥିଲା। ଆଉ ଜୋର ଜବରଦସ୍ତ ଯୁବତୀଙ୍କୁ ଉଠାଇ ନେବାକୁ ଚେଷ୍ଟା କରୁଥିବା ବେଳେ ଯୁବତୀ ଏବଂ ତାଙ୍କ ବାପା ଏହାର ବିରୋଧ କରିବାରୁ ଯୁବକ ଜଣକ ଏଥିରେ ଉତ୍କ୍ଷିପ୍ତ ହୋଇ ଏକ ଧାରୁଆ ଅସ୍ତ୍ରରେ ପ୍ରେମିକାର ବାପାକୁ ଆକ୍ରମଣ କରିଥିଲା। ଫଳରେ ଯୁବତୀଙ୍କ ବାପା ଲହୁଲୁହାଣ ଅବସ୍ଥାରେ ତଳେ ପଡ଼ିଯାଇଥିଲେ। କିନ୍ତୁ ସେତିକିରେ ରାଗ ଶାନ୍ତ ହୋଇନଥିଲା ପ୍ରେମିକ ଯୁବକର। ପରେ ସେ ପ୍ରେମିକାର ବାମ ହାତକୁ ଧରି ଧାରୁଆ ଅସ୍ତ୍ରରେ କାଟି ପକାଇ ସେହି ସ୍ଥାନରୁ ଫେରାର ମାରିଥିଲା। ତେଣୁ ବାପ ଝିଅଙ୍କୁ ଅତି ଗୁରୁତର ଅବସ୍ଥାରେ ପରିବାର ଲୋକମାନେ ପ୍ରଥମେ ଓଦଳା ଡାକ୍ତରଖାନାକୁ ନେଇଯାଇଥିଲେ। ଆଉ ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ପୁଣି ବାରିପଦା ପିଆରେ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ତେଣୁ ସୂଚନା ପାଇ ଓଦଳା ପୁଲିସ ଡାକ୍ତରଖାନାରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଆଉ ପ୍ରେମିକ ଯୁବକର ମୋବାଇଲକୁ ଟ୍ରାକିଂ କରି ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ପିଲାଙ୍କ ନାମ କ'ଣ? ସୌମ୍ୟ ସୁଜନ ପାଣି। କୋଉଠିକା ପିଲା? ବାରିପଦା ତକତପୁର। ତାପରେ କେମିତି କ'ଣ ହେଲା ଘଟଣା? ଝିଅକୁ ଜବରଦସ୍ତି ବାହା ପାଇଁ ଚାହୁଁଥିଲା, ଭଲ ପାଉଥିଲା ଜବରଦସ୍ତି, ଆଉ ଝିଅ ଚାହୁଁନଥିଲା। ଏ ଯେଉଁ ଘଟଣା ଗୋଟେ ଯେଉଁ ଘଟିଗଲା, ଗୋଟେ ନିନ୍ଦନୀୟ ଘଟଣା, ଯେଉଁ ଅତର୍କିତ ଭାବରେ ଯେଉଁ ଆକ୍ରମଣ କରାଯାଇଛି 2 ଜଣଙ୍କୁ, କ'ଣ କହିବେ ଆ ବାବଦରେ? ତାକୁ ଯେତେ ଦୃଢ଼ ପୁଲିସ ତରଫରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ମୟୂରଭଞ୍ଜ ଜିଲ୍ଲା ଉଦଳାରୁ ରାଜୀବ କୁମାର ବେହେରାଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।